ସୃଷ୍ଟି ହେବ ଘୂର୍ଣ୍ଣିବଳୟ ଆସନ୍ତା 13 ରୁ 15 ତାରିଖ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି। ତେବେ ଆସନ୍ତା 15 ତାରିଖ ପରେ କମିବ ବର୍ଷାର ବିସ୍ତୃତି। ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ଝାରଖଣ୍ଡ ଉପରେ ରହିଛି, ଯେଉଁଥିରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ଭାରୀ ବର୍ଷା ମଧ୍ୟ ହୋଇପାରେ। ସୂଚନା ଅନୁସାରେ ଆସନ୍ତାକାଲି 11 ଓ 12 ତାରିଖରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 13-15 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ବିଶେଷ କରି 13 ତାରିଖରେ ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହୋଇପାରେ। ପରେ 15 ତାରିଖକୁ କମିବ ବର୍ଷାର ପରିମାଣ। ଆକଳନ ଅନୁସାରେ ଲଘୁଚାପ ଆକଳନ ହୋଇନାହିଁ, କେବଳ ଘୂର୍ଣ୍ଣିବଳୟ 13 କିମ୍ବା 14 ତାରିଖରେ ହୋଇପାରେ। କିନ୍ତୁ ମୌସୁମୀ ପ୍ରଭାବରେ 1 ଜୁନ୍ରୁ ଆଜି ପର୍ଯ୍ୟନ୍ତ ବର୍ଷାର ପରିମାଣ 34% ରହିଛି, ଯାହା ସ୍ୱାଭାବିକ ଠାରୁ ଅଧିକ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ତେବେ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ରାତି ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳ ପ୍ରଭୃତି ଉପକୂଳ ଓ ପଶ୍ଚିମ ଓଡ଼ିଶାର 20ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ତେବେ ଏହି ସମୟ ମଧ୍ୟରେ ମୟୂରଭଞ୍ଜ, କେଉଁଝର, ଯାଜପୁର ଓ ଢେଙ୍କାନାଳ ପ୍ରଭୃତି 4ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ ବର୍ଷା ସହ ପ୍ରବଳ ବର୍ଷା 7 ରୁ 11 ମିମିର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।